माउसीमा घरे नवदिनात्मक यात्रा सारी निज मंदिर अभिमुखे फेरिछंती चतुर्धामूर्ति। ଏହି ଅବସରରେ ବେଲଗୁଣ୍ଠା ପେଣ୍ଠସାହି ଏବଂ ବାଲିଡି ସାହି ସମେତ ବ୍ଲକର ଗୋବରା ଜୟନ୍ତୀଗଡ଼ ଏବଂ ପାଇଲିପଡ଼ାଠାରେ ଉତ୍ସାହର ସହିତ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନ 5:15 ସମୟରେ ବେଲଗୁଣ୍ଠା ପେଣ୍ଠସାହିରେ ଜଗନ୍ନାଥଙ୍କୁ ଟାହିଆ ଲାଗି କରାଯାଇଥିବା ବେଳେ ସନ୍ଧ୍ୟା 6:50 ସମୟରେ ଠାକୁରଙ୍କର ପହଣ୍ଡି ହୋଇଥିଲା। ପହଣ୍ଡି ସମୟରେ ପଦ୍ମଫୁଲ ଯୁକ୍ତ ଟାହିଆ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମା ଅତ୍ୟନ୍ତ ରମଣୀୟ ଦେଖାଯାଉଥିଲା। ସେହିପରି ବେଲଗୁଣ୍ଠା ବାଲିଡି ସାହିରେ ସନ୍ଧ୍ୟା 6:50 ସମୟରେ ମହାପ୍ରଭୁଙ୍କୁ ଟାହିଆ ଲାଗି କରାଯାଇ ରୀତିନୀତି ମୁତାବକ ରଥ ଟଣାଯାଇଥିଲା। ବେଲଗୁଣ୍ଠାରେ ଝିପିଝିପି ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ସେହିପରି ବ୍ଲକର ଗୋବରା ପାଇଲିପଡ଼ା ଜୟନ୍ତୀଗଡ଼ ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଗ୍ରାମରେ ଆଜି ନୀତି ନିର୍ଘଣ୍ଟ ଅନୁଯାୟୀ ପୂଜା ବିଧି ସମାପନ ହେବା ସହିତ ଅପରାହ୍ନରେ ଜଗନ୍ନାଥ ମନ୍ଦିର ଅଭିମୁଖେ ରଥ ଟଣାଯାଇଥିଲା। ହଜାର ହଜାର ଭକ୍ତ ରଥ ଟଣାରେ ଅଂଶଗ୍ରହଣ କରିଥିବା ବେଳେ ଜୟ ଜଗନ୍ନାଥ ଧ୍ୱନିରେ ଦାଣ୍ଡ ଉଛୁଳି ପଡ଼ିଥିଲା। ଏହା ସହିତ ଗ୍ରାମଗୁଡ଼ିକରେ ପିଲାମାନଙ୍କ ଦ୍ୱାରା ନିର୍ମିତ କୁନି ରଥଗୁଡ଼ିକ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ବେଲଗୁଣ୍ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏବଂ ଜୟନ୍ତୀଗଡ଼ ଗୋବରା ପାଇଲିପଡ଼ାରେ ଗାଙ୍ଗପୁର ଥାନା ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ବେଲଗୁଣ୍ଠାରୁ ବିରୁପାକ୍ଷ ପାତ୍ରଙ୍କ ରିପୋର୍ଟ, ଚେତନା ମିଡିଆ।